ଆପଣ ପରିଚୟ? ମୋ ନାଁ ଗଦାଧର ଖିଲା, ମୁଁ ନୂଆରାଣ ସିଂହପୁର ସଭାପତି। ଆଜ୍ଞା, କଣ କହିବେ ହାତୀ ସମସ୍ୟା ନେଇ? ବର୍ତ୍ତମାନ ଆଜକୁ ମାସେ ହେଲାଣି ଆମ ଗାଁରେ ଏତେ ହାତୀ ଉପଦ୍ରବ କରୁଛନ୍ତି ଯାହାକି ଜନଜୀବନ ବିପର୍ଯ୍ୟସ୍ତ ହେଲାଣି। ଚାଲି କୁଆଡ଼େ ଯିବା ପାଇଁ ଅସମର୍ଥ ସମସ୍ତେ। ସନ୍ଧ୍ୟା ହେଲେ ତାଟିକ ବାଟ ପଡ଼ିଯାଉଛି। ଘରେ ଘରେ ବାରିରେ ତୋଟା ବାଡ଼ିରେ ହାତୀର ପ୍ରବଳ ପ୍ରାଦୁର୍ଭାବ ଯୋଗୁଁ ବର୍ତ୍ତମାନ ଜନସାଧାରଣ ଅତିଷ୍ଠ ହେଲେଣି, ଘରୁ ବାହାରି ପାରୁନାହାନ୍ତି। ମାନେ ଏପରିକି ତାଙ୍କର ଦୈନନ୍ଦିନ ଜୀବନର ଯେଉଁ କାର୍ଯ୍ୟ କରିବା କଥା, ଝାଡ଼ା ଯିବା, ଗାଧୋଇବା, ଜଙ୍ଗଲରୁ କାଠ ଆଣି ଚୁଲି ଜାଳିବା, ଏସବୁ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଗଲାଣି। ଲୋକମାନେ ଅତିଷ୍ଠ ହୋଇ ବର୍ତ୍ତମାନ ଗାଁରୁ ବାହାରି ପାରୁନାହାନ୍ତି। ତେଣୁ ମୁଁ ଏହି ମାଧ୍ୟମରେ ଜଣାଇବାକୁ ଚାହୁଁଛି ଯେ ଏହାର ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନେଇ ରେଞ୍ଜରକୁ ବି ବାରମ୍ବାର କୁହାଯାଇଛି, ଫରେଷ୍ଟକୁ ମଧ୍ୟ କୁହାଗଲାଣି। ସେମାନେ ଯାହା କରୁଛନ୍ତି ଧର୍ମକୁ ଆଖିଠାର ଭଳିଆ କରୁଛନ୍ତି। ତେଣୁ ଏପରି କାର୍ଯ୍ୟକ୍ରମରେ ଆମେ ନିଶ୍ଚୟ ବାଧ୍ୟ ହୋଇ ଆମେ କ'ଣ ଗୋଟେ ଚିନ୍ତା କରିଛୁ, ଦରକାର ପଡ଼ିଲେ ଆମେ ରେଞ୍ଜର ଅଫିସ୍ ଘେରାଉ କରିବୁ। ଫରେଷ୍ଟ ଡିପାର୍ଟମେଣ୍ଟକୁ ଆମେ ବାରମ୍ବାର ସଜାଗ କଲା ମଧ୍ୟ ଆମର କୌଣସି ଦୁଃଖ ବୁଝୁନାହାନ୍ତି। ହାତୀ କିଛି କ୍ଷତି କରିଛନ୍ତି? ହଁ, ଘରେ ଘରେ ବାରିରେ ବାରିରେ ପଶି ଆମ୍ବ, ପଣସ, ବାଡ଼, ଏପରିକି ଏ ପିଲର ଗୁଡ଼ାକୁ ବି ଭାଙ୍ଗି ଦେଇ ସାରିଲାଣି। ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି। ହାତୀ ଗାଁ ଭିତରେ ମଧ୍ୟ ଗମନାଗମନ କଲାଣି। ପାଣିର ସୁବିଧା ନାହିଁ, ଫଳରେ ଲୋକମାନେ ବନ୍ଧ ଗାଡ଼ିରେ ଚଳିବାକୁ ଚାହୁଁଛନ୍ତି, କିନ୍ତୁ ସେଠିକି ବି ଯାଇକି ଆଣିପାରୁନାହାନ୍ତି। ବର୍ତ୍ତମାନ ଗାଁରେ ଯୋଉ ଆମର କି ସିଷ୍ଟମ ଏଠି ଥିଲା, ବର୍ତ୍ତମାନ ଗାଁରେ ଅର୍ଦ୍ଧାଧିକ ଲୋକ ପାଉନାହାନ୍ତି। ସେମାନେ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି ପାଣି ଆଣିବା। କେମିତି ଚଳିବେ? ହାତୀ ଏତେ ଉପଦ୍ରବ କଲାଣି, ଅନେକ ବାର ପେପରରେ ଟିଭିରେ ବାହାରିଲାଣି, ତଥାପି ଫରେଷ୍ଟ ଡିପାର୍ଟମେଣ୍ଟ କୌଣସି ନିଦ ଭାଙ୍ଗୁନି।